ତାରାତାରିଣୀ ରୋଡ୍ ସ୍ଥିତ କେରାଣ୍ଡିତୋଲା ନାରାୟଣପୁର ଗ୍ରାମରେ ନବନିର୍ମିତ ସୁବର୍ଣ୍ଣ ଭାରତ ବୃଦ୍ଧାଶ୍ରମର ବିକାଶ ନେଇ ଆଜି ଏକ ବୈଠକ ବୃଦ୍ଧାଶ୍ରମ ପରିସରରେ ସଭାପତି ଶ୍ରୀ ବୀରକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। 40 ଶଯ୍ୟା ବିଶିଷ୍ଟ ଆଶ୍ରମ ସଭାପତି ଶ୍ରୀ ପ୍ରଧାନଙ୍କ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠା ହେବା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବାରୁ ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଉଚ୍ଚ ପ୍ରଶଂସା କରିବା ସହ ବରିଷ୍ଠ ନାଗରିକମାନେ ଏହାର ସୁଯୋଗ ନେଇପାରିବେ ମହାନ ସଂଘ ପକ୍ଷରୁ ଯଥାସମ୍ଭବ ସଜାଗ ହୋଇ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଶ୍ରୀ ଅନାମ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଏନ୍ ସଦାଶିବ, ଉପଦେଷ୍ଟା ଶ୍ରୀ କୋରା ମହାରଣାଙ୍କ ସମେତ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର।